ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ତାର ଅତି ଆପଣାର ମଣିଷ ତାକୁ ପର ଭାବି ଶତ୍ରୁ ବୋଲି ବ୍ୟବହାର କରିଥାଏ। ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇନଥାଏ ସେଠାକୁ ଯିବା ଛାଡ଼ି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉ ବା କାହା ହୃଦୟ। ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କର, କାହା ଜୀବନ ମଞ୍ଚରେ ନୁହେଁ। ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି। ଯେତେବେଳେ ଲୋକଙ୍କର ଭଲ ପାଇବା ଓ ସମର୍ଥନର ଆବଶ୍ୟକତା ଥାଏ, ବାସ୍ତବରେ ସେତେବେଳେ ପାଖରେ କେହି ମଧ୍ୟ ନଥାନ୍ତି। ଯେତେବେଳେ ଯାଏ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୌଣସି କଥାକୁ ବିଶ୍ୱାସ କର ନାହିଁ। ଯଦି ବିଶ୍ୱାସ କରିବ ସମ୍ପର୍କରେ ପାଠ ସୃଷ୍ଟି ହେବ। ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସମୟ ଓ ପରିସ୍ଥିତି କେବେ ବି ବଦଳି ପାରେ, ଏଥିପାଇଁ କେବେ କାହା ଅପମାନ କରନ୍ତୁ ନାହିଁ। ଯନ୍ତ୍ରଣା ଅପରିହାର୍ଯ୍ୟ, ଦୁଃଖ ଇଚ୍ଛାଧୀନ ଅଟେ। ଯନ୍ତ୍ରଣା ଆମର ଆତ୍ମବିଶ୍ୱାସକୁ ଦୃଢ଼ କରେ। ବେଳେବେଳେ ଲାଗେ ଯାହା ବିତି ଯାଇଛି ତାକୁ ଭାବିବା ବୃଥା, କିନ୍ତୁ ସତ ଏହା ଯେ ବିତି ଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ। କେବଳ ସାପ ନୁହେଁ, କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି। ସାପକୁ ତ ଦେଖି ଚିହ୍ନି ହୁଏ, କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ଖୁବ୍ କଷ୍ଟ। ସମୟ ସହ ଯଦି କୌଣସି ସମ୍ପର୍କ ବଦଳିଯାଏ ତାହେଲେ ବୁଝିନେବେ ଯେ ସେ ସମ୍ପର୍କ ହିଁ ନଥିଲା, ଥିଲା କେବଳ ପ୍ରୟୋଜନ। ବାଟ ଯଦି ଫୁଲ ହୁଏ ତ ବହୁତ ସାଥୀ ମିଳିଯିବେ ସାଥୀ ହୋଇ ବାଟ ଚାଲିବା ପାଇଁ। ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡ଼ିଦେବେ ନିଜ ସ୍ୱାର୍ଥ ପାଇଁ। ଜୀବନରେ ଯାହା ବି କିଛି ଘଟେ ଆମ ଭଲ ପାଇଁ। ଖରାପ ସମୟ ଏଥିପାଇଁ ଆସେ କି ଆମ ଭୁଲର ଶିକ୍ଷା ଆମକୁ ଦେବା ସହ ଭଲ ସମୟ ମୂଲ୍ୟ ଜଣାଇଥାଏ। ଦୁଃଖ କହିବା ଓ ଶୁଣିବା ଭିତରେ ଅନେକ ଫରକ ଥାଏ, କାହିଁକି ନା ଦୁଃଖ ଶୁଣିଥିବା ଲୋକଟି କେବଳ ଅନୁଭବ କରିଥାଏ, କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗେ ନିଭାଇଥାଏ। ଭାଙ୍ଗି ଯାଇଥିବା ବିଶ୍ୱାସ ଆଉ ହରାଇଥିବା ସମୟ କେବେ ବି ଫେରି ଆସେ ନାହିଁ। ମୋତେ ଭଲ ପାଇ ନଥିବାରୁ ମୁଁ ତୁମକୁ ଘୃଣା କରିପାରିବି ନାହିଁ, କିନ୍ତୁ ମୁଁ ତୁମକୁ ଭଲ ପାଇବା ପାଇଁ ନିଜକୁ ଘୃଣା କରେ। ତୁମକୁ ଛାଡ଼ିଥିବା ବ୍ୟକ୍ତିଙ୍କୁ ତୁମେ ସବୁବେଳେ ଧରିପାରିବ ନାହିଁ। ସେମାନଙ୍କୁ କ୍ଷମା କରିବାକୁ ଚେଷ୍ଟା କରନ୍ତୁ, ସେମାନଙ୍କ ପାଇଁ ଶୁଭ କାମନା କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ। କେବଳ ପାଖରେ ଥିଲେ ନୁହେଁ, ଜଣେ ଯେତେବେଳେ ଆମ ପାଖରୁ ଦୂରେଇ ଯାଏ ତାର ଆବଶ୍ୟକତାଟା ସେତେ ବେଶୀ ଜଣାପଡ଼େ। କାହାକୁ କଷ୍ଟ ଦେଇ କ୍ଷମା କରିବା ବହୁତ ସହଜ, କିନ୍ତୁ ନିଜେ କଷ୍ଟ ପାଇଁ କ୍ଷମା କରିଦେବା ବହୁତ କଠିନ। ଉପଦେଶ ଦେବା ସହଜ, କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ। ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କ ମୂଲ୍ୟ ବୁଝିପାରେ ନାହିଁ କି କେବେ ଶାନ୍ତିରେ ମଧ୍ୟ ରହିପାରେ ନାହିଁ। ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ। ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଆନ୍ତି, ଆଉ ପୁରୁଣା ହୋଇଗଲେ ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି।